ଧରାର ସମ୍ଭବ କାଲିକି ହେଉଛି ମନସା ପଞ୍ଚମୀ, ମାନେ ନାଗ ପଞ୍ଚମୀ ମଧ୍ୟ କୁହାଯାଏ। ତେଣୁ ଜାଣିବା ସର୍ପଦେବୀ ମନସାଙ୍କ ବିଷୟରେ କିଛି କଥା। ଶ୍ରାବଣ କୃଷ୍ଣ ପଞ୍ଚମୀ ସାରା ଭାରତରେ ମନସା ପଞ୍ଚମୀ ଭାବେ ପାଳିତ ହୁଏ। ମନସା ହେଉଛନ୍ତି ସର୍ପଦେବୀ। ସେ କଶ୍ୟପ ପ୍ରଜାପତିଙ୍କ କନ୍ୟା ଏବଂ ଅନନ୍ତନାଗ ବାସୁକୀଙ୍କ ଭଉଣୀ। ପୌରାଣିକ ଆଖ୍ୟାନ ଅନୁସାରେ ପ୍ରାଚୀନ କାଳରେ ପ୍ରଜାଗଣ ସର୍ବଦା ସର୍ପ ଭୟରେ ଉଦ୍ବେଗରେ ଦିନ ବିତାଉଥିଲେ। ତେଣୁ ସେମାନଙ୍କୁ ସର୍ପ ଭୟରୁ ମୁକ୍ତ କରିବା ପାଇଁ ସର୍ପ ମନ୍ତ୍ର ସୃଷ୍ଟି କରିବାକୁ ବ୍ରହ୍ମା କଶ୍ୟପଙ୍କୁ ପରାମର୍ଶ ଦେଇଥିଲେ। ଫଳରେ କଶ୍ୟପ ସର୍ପ ମନ୍ତ୍ରର ସୃଷ୍ଟି କଲେ। ସେହି ମନ୍ତ୍ରର ଅଧିଷ୍ଠାତ୍ରୀ ଦେବୀ ଭାବରେ ସେ ଏହି ଦେବୀଙ୍କୁ ତପୋବଳରେ ସୃଷ୍ଟି କରିଥିଲେ। କଶ୍ୟପଙ୍କ ମାନସ କନ୍ୟା ହୋଇଥିବାରୁ ତାଙ୍କର ନାମ ହୋଇଥିଲା ମନସା। କଶ୍ୟପଙ୍କ ପୁତ୍ରୀ ଭାବରେ ମଧ୍ୟ ତାଙ୍କ ନାମ କାଶ୍ୟପୀ। ମନସା ଥିଲେ ଶିବ ଓ ବିଷ୍ଣୁ ଉଭୟଙ୍କର ଭକ୍ତା। ଶିବଙ୍କ ଶିଷ୍ୟା ଭାବରେ ସେ ହେଉଛନ୍ତି ଶୈବୀ ଓ ବିଷ୍ଣୁଙ୍କ ଅନୁବ୍ରତୀ ଭାବରେ ସେ ହେଉଛନ୍ତି ବୈଷ୍ଣବୀ ରୂପେ ପରିଚିତା। କୁମାରୀ କନ୍ୟା ଥିବାବେଳେ ସେ ଶିବଙ୍କ ନିକଟରୁ ସ୍ତବ ପୂଜା ମନ୍ତ୍ର ଆଦି ଶିକ୍ଷା କରି ସିଦ୍ଧ ସାଧିକା ହୋଇଥିଲେ। ତାଙ୍କର ନାମ ହୋଇଥିଲା ସିଦ୍ଧଯୋଗିନୀ। ଜନ୍ମେଜୟଙ୍କର ସର୍ପଯଜ୍ଞରେ ସେ ନାଗଙ୍କର ପ୍ରାଣ ରକ୍ଷା କରି ନାଗେଶ୍ୱରୀ ନାମରେ ପ୍ରଖ୍ୟାତା ହୋଇଥିଲେ। ସର୍ପ ବିଷ ହରଣକାରିଣୀ ଭାବରେ ତାଙ୍କର ନାମ ମଧ୍ୟ ବିଷହାରିଣୀ। ମନସା ଥିଲେ ଅତ୍ୟନ୍ତ ସୁନ୍ଦରୀ, ତେଣୁ ଜଗତଗୌରୀ ଭାବରେ ମଧ୍ୟ ସେ କଥିତ ହୁଅନ୍ତି। କଶ୍ୟପ ମୁନି ତାଙ୍କ ଜରତ୍କାରୁ ମୁନିଙ୍କ ସହିତ ବିବାହ କରାଇଥିଲେ। ପରେ ଦେବତା, ମନୁ, ମୁନି, ନାଗ ଓ ମନୁଷ୍ୟ ସମସ୍ତେ ତାଙ୍କର ପୂଜା କଲେ। ଶ୍ରାବଣ କୃଷ୍ଣ ପଞ୍ଚମୀରେ ତାଙ୍କ ପାଇଁ ଯେଉଁ ବ୍ରତ କରାଯାଏ ତାହାର ନାମ ମାନସା ପଞ୍ଚମୀ। ଭାଗବତ ପୁରାଣ ଅନୁସାରେ ମୁନି କଶ୍ୟପଙ୍କର ମାନସ କନ୍ୟା ଦେବୀ ମନସା ବହୁ ପ୍ରାଚୀନ କାଳରୁ ସର୍ପଦେବୀ ଭାବରେ ଭାରତର ବିଭିନ୍ନ ସମ୍ପ୍ରଦାୟ ଦ୍ୱାରା ପୂଜିତା। ବ୍ରହ୍ମବୈବର୍ତ ପୁରାଣ ଓ ଦେବୀ ଭାଗବତରେ ସେ ଜରତ୍କାରୁ ନାମରେ ଶିବ ଓ କୃଷ୍ଣ ଉଭୟଙ୍କ ଦ୍ୱାରା ସହିତ ସଂଯୁକ୍ତ। ଏଥିରେ ତାଙ୍କର ଦ୍ୱାଦଶ ନାମର ଉଲ୍ଲେଖ ରହିଛି, ଯଥା ମନସା, ଜରତ୍କାରୁ, ଜଗତଗୌରୀ, ସିଦ୍ଧଯୋଗିନୀ, ଶୈବୀ, ବୈଷ୍ଣବୀ, ନାଗଭଗିନୀ, ନାଗେଶ୍ୱରୀ, ଜରତ୍କାରୁ ପ୍ରିୟା, ଆସ୍ତିକ ମାତା, ବିଷହାରିଣୀ, ମହାଜ୍ଞାନଯୁକ୍ତା ଇତ୍ୟାଦି। ଗୁଣ, କର୍ମ ଓ ଜନ୍ମ ଅନୁସାରେ ତାଙ୍କର ପ୍ରତ୍ୟେକ ନାମରେ ଯୁକ୍ତିଯୁକ୍ତ କାରଣ ନିହିତ ଅଛି। ମାନସ କନ୍ୟା ହେତୁ ସେ ମନସା। ସେହିପରି ଈଶ୍ୱରଙ୍କଠାରୁ ଯୋଗ ଶିକ୍ଷା କରି ସେ ସିଦ୍ଧଯୋଗିନୀ। ତାଙ୍କ ଶରୀରର ରଙ୍ଗ ଅତ୍ୟନ୍ତ ଗୌରବର୍ଣ୍ଣ ଏବଂ ନାଗଲୋକରୁ ବ୍ରହ୍ମଜ୍ଞାନ ପର୍ଯ୍ୟନ୍ତ ତାଙ୍କ ପରି କେହି ସୁନ୍ଦରୀ ନଥିବାରୁ ସେ ହେଉଛନ୍ତି ଜଗତଗୌରୀ। ଏହିପରି ଭାବରେ ତାଙ୍କର ପ୍ରତ୍ୟେକ ନାମ ପଛରେ କୌଣସି ନା କୌଣସି ତଥ୍ୟ ରହିଛି। ଚମ୍ପକ ବର୍ଣ୍ଣା ଏହି ଦେବୀ ବିଭିନ୍ନ ରତ୍ନ ଅଳଙ୍କାରରେ ଭୂଷିତ ହୋଇ ଶରୀରରେ ଯଜ୍ଞୋପବୀତ ଭାବରେ ଏକ ନାଗ ଧାରଣ କରିଥାନ୍ତି। ଅଶେଷ ସିଦ୍ଧିର ଅଧିକାରିଣୀ ହେତୁ ସେ ସମସ୍ତ ସିଦ୍ଧଗଣଙ୍କର ମୁଖ୍ୟା ଭାବରେ ସିଦ୍ଧି ନାମରେ ପରିଚିତ ହୋଇଥାନ୍ତି। ସେ କେବଳ ଉତ୍ତମ ସାଧକଙ୍କୁ ସିଦ୍ଧି ପ୍ରଦାନ କରନ୍ତି। ଯିଏ ମନସାଠାରୁ ସିଦ୍ଧିପ୍ରାପ୍ତ ହୋଇଥାଏ ସେ ସମଗ୍ର ପୃଥିବୀରେ ସିଦ୍ଧ ଭାବରେ ସ୍ୱୀକୃତ ହୁଏ। ସେ ଦ୍ୱିତୀୟ ଧନ୍ୱନ୍ତରୀ ରୂପରେ ମଧ୍ୟ ନାମିତ। ଦ୍ୱିତୀୟ ଧନ୍ୱନ୍ତରୀରେ ପରିଣତ ହୋଇଥାଏ। କଥାରେ ଅଛି, ଶ୍ରାବଣ ମାସରେ ପ୍ରଥମ ଦିନରେ ମନସା ଦେବୀଙ୍କୁ ପ୍ରାର୍ଥନା କଲେ ଅଶେଷ ପୁଣ୍ୟ ମିଳିଥାଏ। ସେହିପରି ଶୁକ୍ଳ ପକ୍ଷର ପଞ୍ଚମ ଦିନରେ ଏହି ଦେବୀଙ୍କୁ ପାଦ୍ୟ ଅର୍ଘ୍ୟ ପ୍ରଦାନ କଲେ ଓ ଭକ୍ତି ତାଙ୍କ କୃପାରୁ ଧନ, ରତ୍ନ ଓ ଯଶ ଏବଂ ପୁତ୍ର କନ୍ୟା ଲାଭ ହୋଇଥାଏ। ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସର୍ପ ହେଉଛନ୍ତି ଅତ୍ୟନ୍ତ କ୍ରୋଧୀ ବୋଲି ପୁରାଣରେ ଉଲ୍ଲେଖ ଅଛି। ତେଣୁ ପ୍ରାଣୀମାନଙ୍କୁ ସର୍ବଦା ସର୍ପ ଦଂଶନର ଭୟ ରହିଥାଏ। ଦେବୀ ମନସାଙ୍କ ପୁତ୍ର ଆସ୍ତିକ ସର୍ପମାନଙ୍କୁ ଜନ୍ମଜୟଙ୍କ ସର୍ପଯଜ୍ଞରୁ ଉଦ୍ଧାର କରିଥିଲେ। ତେଣୁ ସର୍ପମାନେ ସର୍ବଦା ମନସାଙ୍କ ପ୍ରତି କୃତଜ୍ଞ ରହିଥାନ୍ତି। ତେଣୁ ସର୍ପ ଦଂଶନରୁ ରକ୍ଷା ପାଇବା ପାଇଁ ମନସା ପୂଜାର ପ୍ରଚଳନ ବୋଲି କୁହାଯାଏ। ମନସା ବିଜୟ ଗ୍ରନ୍ଥ ଅନୁଯାୟୀ ଜଣେ ଗୋପାଳକ ପ୍ରଥମେ ମନସା ଦେବୀଙ୍କର ଆରାଧନା କରିଥିଲେ। ପରବର୍ତ୍ତୀ କାଳରେ ମନସା ପୂଜାର ପ୍ରଚାର ଓ ପ୍ରସାର ଘଟିଛି। ଏହା ହେଉଛି ଆମର ମନସା ପଞ୍ଚମୀର କାହାଣୀ ଓ ତାର ଐତିହ୍ୟ। ଆପଣଙ୍କୁ ଯଦି ଏହି ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଓମ୍ ନମଃ ଶିବାୟ, ହର ହର ଶମ୍ଭୁ, ଜୟ ଜଗନ୍ନାଥ କହିଦେବେ। ଜୟ ଜଗନ୍ନାଥ, ହର ହର ଶମ୍ଭୁ।